ଆଜ୍ଞା ନମସ୍କାର। ମୁଁ ଡାକ୍ତର ଅନିଲ କୁମାର ଦାସ, ପୂର୍ବତନ ଆୟୁର୍ବେଦ ଚିକିତ୍ସାଧିକାରୀ ବାଲେଶ୍ୱରରୁ ମୁଁ ରିଟାୟାର୍ଡ କଲା ପରେ ବର୍ତ୍ତମାନ ମୋର ଯେଉଁ ଡକ୍ଟର ଅନିଲ ହେଲ୍ଥ କେୟାର ଟ୍ରିଟମେଣ୍ଟ ଯେଉଁ ଚ୍ୟାନେଲଟି କରିଥିଲେ ସେଟା କିଛି ଦିନ ପାଇଁ ଆପଣମାନଙ୍କୁ ମୁଁ ଦେଇପାରିନଥିଲି, ସେଥିପାଇଁ କ୍ଷମା ମାଗି ଦେଉଛି। ଏବେ ମୁଁ ଭାବିଛି ବର୍ତ୍ତମାନ ଯେହେତୁ ରିଟାୟାର୍ଡ କରିଗଲିଣି, ତେଣୁ ମୁଁ ଆପଣମାନଙ୍କୁ ପୁଣି ମୋର ଯେଉଁ ଲିଖିତ ପୁସ୍ତକ ଗୁଡ଼ିକ ସେଗୁଡ଼ିକ ନିଶ୍ଚିତ ଭାବେ ମୁଁ ଆପଣଙ୍କୁ ସେ ବିଷୟରେ ଆୟୁର୍ବେଦିକର ପ୍ରତ୍ୟେକ ଯେଉଁ ଦ୍ରବ୍ୟ ଗୁଣ ରହିଛି ତା ବିଷୟରେ ମୁଁ କିଛି ଆପଣଙ୍କୁ ଜଣେଇବି। ଦୟାକରି ଆପଣମାନେ ମୋର ଯେଉଁ ଚ୍ୟାନେଲ ହେଲ୍ଥ ଟ୍ରକ୍ ଆଣ୍ଡ ଟ୍ରିଟମେଣ୍ଟ, ଡକ୍ଟର ଅନିଲ୍ସ ହେଲ୍ଥ ଟ୍ରକ୍ ଆଣ୍ଡ ଟ୍ରିଟମେଣ୍ଟ, ତାକୁ ସବସ୍କ୍ରାଇବ୍ କରିବେ ବୋଲି ମୋର ଆଶା। ଯାହା ଆପଣମାନଙ୍କ ସ୍ନେହ ସହାନୁଭୂତି ଥିଲା ବୋଲି ପୁଣି ମୁଁ ଏଥର ଏ ଚ୍ୟାନେଲଟି ଆରମ୍ଭ କରିଛି। ଯାହା ହଉ ଆରମ୍ଭ କରୁ, ଏବଂ ଏଥର ମୁଁ ଭାବିଛି ବହୁତ କମ୍ ସମୟରେ ପ୍ରତ୍ୟେକ ବିଷୟରେ ମୁଁ କହିବି। ତେଣୁ ଏ ପ୍ରଥମ ପୁଣି ଚ୍ୟାନେଲଟି 2025ରେ ମୁଁ ଆରମ୍ଭ କରୁଛି। ଯାହା ହଉ ଆରମ୍ଭ କରୁ। ବର୍ତ୍ତମାନ ଆମର ଯେ ସାଧାରଣତଃ ଜୀବନରେ ଆମେ ଯେଉଁ ବର୍ତ୍ତମାନ ଦେଖନ୍ତି ଯେଉଁ ପରିବା ବର୍ତ୍ତମାନ ଆମେ ଖାଇବା ଦରକାର, ଯେଉଁ ପରିବା କି ଆପଣ କୌଣସି ମ୍ୟାନ୍ୟୁଅର ବା କୌଣସି ସାର ଦିଆଯାଇନଥିବ, ତେଣୁ ସେଭଳି ପରିବା ଆମେ ଖାଇବା ଦରକାର। ଯେ ସାର ନଥିବା ପରିବା ଭିତରେ ବୋଧେ ମୁଁ ଭାବୁଛି ଅମୃତଭଣ୍ଡା ଇଜ୍ ଦ ବେଷ୍ଟ। ତେଣୁ ଅମୃତଭଣ୍ଡା ତାର ଆପଣଙ୍କର ବୋଟାନିକାଲ ନାମ ହେଲା କାରିକା ପପାୟା, ଏବଂ ଇଂଲିଶରେ ତାକୁ ସାଧାରଣତଃ ଆମେ ପପାୟା ବୋଲି କହିଥାଉ। ତାର ପ୍ରଯୁଜ୍ୟ ଅଙ୍ଗ ହେଲା କ୍ଷୀର। ତାର ଅର୍ଥାତ୍ ଅମୃତଭଣ୍ଡାର ଯେଉଁ ଫଳ ତାକୁ କାଟିଦେଲା ପରେ ଯେଉଁ କ୍ଷୀର ବାହାରେ, ସେ କ୍ଷୀର ତାକୁ ଶୁଖେଇ ଆମେ ଡାଇଜେଷ୍ଟିଭ ଭାବେ ବ୍ୟବହାର କରିପାରିବା। ତାର ଫଳ ଏବଂ ତାର ମଞ୍ଜି, ପ୍ରଯୁଜ୍ୟ ଅଙ୍ଗ ହେଲା ଅମୃତଭଣ୍ଡାର କ୍ଷୀର, ଫଳ ଏବଂ ମଞ୍ଜି। ଏହାର କର୍ମ ହେଲା କ'ଣ ନା, ମୁଖ୍ୟତଃ ଏହା ଯେ ଯଦି ଆମେ କୃମିନାଶକ, ଏହା ମୁଖ୍ୟତଃ ଆଉ ରାଉଣ୍ଡ ୱାର୍ମକୁ ନଷ୍ଟ କରିଥାଏ। ଏବଂ ଯେତେ ୱାର୍ମ ଇନଫେଷ୍ଟେସନ ଥାଏ, ଯଦି ଆପଣଙ୍କର ପପାୟାର କ୍ଷୀର ବା ପପାୟା ଖାଆନ୍ତି ଆପଣ, ତାହେଲେ ଆପଣଙ୍କର ଝାଡ଼ା ସଫା ହେଇଥାଏ ଏବଂ ନିଶ୍ଚିତ ଭାବେ ଆପଣଙ୍କର ମାନେ ଡାଇଜେଷ୍ଟିଭ ପାୱାର ଆପଣଙ୍କୁ ବଢ଼ିଥାଏ। ତେଣୁ କୃମିନାଶକ ହେତୁ ଏହା ଡାଇଜେଷ୍ଟିଭ। ଦ୍ୱିତୀୟତଃ ହେଲା ଆମ ଫୁଲିବା ସ୍ଥାନରେ ଏହାର ପତ୍ର ଏବଂ ବୀଜକୁ ବା ମଞ୍ଜିକୁ ବାଟିକି ଆମେ ଯଦି ଫୁଲିବା ସ୍ଥାନରେ ଆମେ ବାନ୍ଧି ଦିଅନ୍ତି, ଆପଣ ମିନିମମ୍ 12 ଘଣ୍ଟା ପରେ, ଏଇଭଳି ଆପଣ ରାତିରେ ବାନ୍ଧିବେ, ସକାଳୁ କାଢ଼ିଦେବେ। ପୁଣି ଯଦି ଆପଣ ଫୁଲା ଥାଏ ଆପଣ ଫିଲ୍ କରନ୍ତି, ପୁଣି ବାନ୍ଧିବେ। ଏଇଭଳି 12 ଘଣ୍ଟା ଯଦି ଆପଣ କଲା ପରେ କିଛି ସମୟ ତାକୁ ଛାଡ଼ିଦେବେ, କାରଣ ପୁଣି ବଡ଼ିଟା ରିଲାକ୍ସ ନେବ। ତେଣୁ 12 ଘଣ୍ଟାକୁ ଥରେ ଆପଣ ଯଦି କରନ୍ତି, ନିଶ୍ଚିତ ଭାବେ ଫୁଲିବା ଆପଣ କମିଯିବ। କୃମିନାଶକ ମଧ୍ୟ କହିଲି। ୟା ପରେ ଆପଣ ପାଚନ ଶକ୍ତି ବର୍ଦ୍ଧକ ଅର୍ଥାତ୍ ଡାଇଜେଷ୍ଟିଭ, ତେଣୁ 250 ମିଲିଗ୍ରାମ ଆପଣଙ୍କର ଯେଉଁ ତାର କ୍ଷୀର ଆପଣ ନେଇ ତାକୁ ଶୁଖେଇବେ। ଶୁଖେଇକି ତାକୁ 225 ମିଲିଗ୍ରାମ ଅର୍ଥାତ୍ ଏତିକି, 1 ଗ୍ରାମର 4 ଭାଗରୁ ଭାଗେ ଆପଣ ଯଦି ତାକୁ ସକାଳ ସନ୍ଧ୍ୟା ଆପଣ ଖାଇବେ, ବା କେବଳ ରାତିରେ ବି ଖାଇଲେ ଆପଣ ଡାଇଜେଷ୍ଟିଭ ସହ ଏଇଟା ପାଚନ ଶକ୍ତି ବର୍ଦ୍ଧକ କରିଥାଏ। ତାପରେ ହେଉଛି ଆପଣଙ୍କର ଏଇଟା ମୁଖ୍ୟତଃ ଗର୍ଭିଣୀର ଲାକ୍ଟେସନ୍ ଅର୍ଥାତ୍ କ୍ଷୀର ବର୍ଦ୍ଧକ। ଯଦି ଆପଣଙ୍କର ପିଲା ଜନ୍ମ ହେଲା ପରେ ସାଧାରଣତଃ ମାଆ ମାନଙ୍କର କ୍ଷୀର କମିଯାଇଥାଏ ପିଲାଙ୍କ ପାଇଁ, ଶିଶୁ ପାଇଁ। ତେଣୁ ଆପଣ ତାକୁ ସାଧାରଣତଃ ଆପଣ ମଦର ଲାକ୍ଟେସନ୍ ଏଟାକୁ ବି ମଧ୍ୟ ବହୁତ ଦିଆଯାଏ। ଅମୃତଭଣ୍ଡାକୁ ସିଝେଇକି ଆପଣ ଦେଇପାରିବେ, କଞ୍ଚା ଦେଲେ ରାଦର ବେଟର। ଯଦି ହଜମ ମାନେ ଆପଣ ଅତି କମ୍ରେ ନିହାତି ଆପଣ 100ରୁ ବା 200 ଗ୍ରାମ ଆପଣ ଦେଇପାରିବେ, ଦେଲେ ପ୍ରତିଦିନ ତାକୁ ଦିଅନ୍ତୁ। ମାନେ ତାଠୁ ବେଶୀ ବି ଆପଣ ଦେଇପାରିବେ, ମନା ନାହିଁ। ହଜମ ଅନୁଯାୟୀ ଆପଣ ତାକୁ ବଢ଼େଇ ପାରିବେ, ତାକୁ ସିଝା ଦେଇପାରିବେ, କଞ୍ଚା ମଧ୍ୟ ଖାଇପାରିବେ। ତାପରେ ହେଲା ଆପଣ ପାଟି ଘା ଯଦି ଆପଣଙ୍କର ହେଉଥାଏ, ପାଟି ଘା ହେଉଥିଲେ ଆପଣଙ୍କର ତାକୁ ଷ୍ଟୋମାଟାଇଟିସ୍ କୁହାଯାଏ। ଷ୍ଟୋମାଟାଇଟିସରେ ଆପଣ କ'ଣ କରିବେ ନା, ତାର କ୍ଷୀର ମାନେ ଅମୃତଭଣ୍ଡାର ମାନେ ଫଳର କ୍ଷୀର ଏବଂ ତା ସାଙ୍ଗରେ ଆପଣ ଗୁଆ ଘିଅ ଅର୍ଥାତ୍ ଗାଈର ଘିଅ, ପିଓର ଗାଈର ଘିଅ ମିଶାଇ ଆପଣ ଯଦି ଦିନକୁ 4-5 ଥର ଲଗାଇବେ, ତାହେଲେ ଷ୍ଟୋମାଟାଇଟିସ୍ ନିଶ୍ଚିତ ଭଲ ହେବ। ଏବଂ ତାପରେ ହେଲା ଲିଭର ସ୍ପ୍ଲିନ୍ ଯଦି ବଢ଼ିଥାଏ, ଆପଣ ରକ୍ତ ଯଦି ଦେହରୁ କ୍ଷୟ ହୁଏ ବା ରକ୍ତ ଯଦି ଠିକ୍ ଭାବେ ଆପଣଙ୍କର ତିଆରି ନ ହୁଏ, ତାହେଲେ ସ୍ପ୍ଲିନ୍ ବଢ଼ିଥାଏ ଏବଂ ଲିଭର ମଧ୍ୟ ତା ଦେହରେ ଇଫେକ୍ଟ ହେଇଥାଏ। ଏବଂ ଲିଭର ସ୍ପ୍ଲିନ୍ ବଢ଼ିଥିଲେ ଆପଣ ୟାର ପତ୍ର ଏବଂ ବୀଜକୁ ବାଟି ତାକୁ ଯଦି ସେଇ ଯେଉଁ ଲିଭର ସ୍ପ୍ଲିନ୍ ଜାଗାରେ ଯଦି ବାନ୍ଧନ୍ତି, କିଛିଟା ଭଲ ହୁଏ। ତା ଛଡ଼ା ଆପଣ କ'ଣ କରିବେ ନା, ଏହାକୁ କ'ଣ କରିବେ
ନା ଆପଣ କନଷ୍ଟିପେସନ୍ ସେଇ ସମୟରେ ବହୁତ ହୁଏ। ତେଣୁ କନଷ୍ଟିପେସନ୍‌କୁ ଇଏ କରିବା ପାଇଁ ହେଲେ ଆପଣ ଅମୃତଭଣ୍ଡାର କ୍ଷୀର ଧରି ନିଅନ୍ତୁ 5 ଠୋପା ବା ଆପଣଙ୍କର ସାତ୍ମ୍ୟତା ଅନୁଯାୟୀ ରାତିରେ ଆପଣ ଅମୃତଭଣ୍ଡା କ୍ଷୀର 5 ଠୋପା ରୁ 10 ଠୋପା ଏବଂ ଜଡ଼ା ତେଲ 5 ରୁ 10 ଠୋପା ଆପଣ ତା ଦେହରେ ମିଶେଇ ରାତିରେ ଆପଣ ଖାଇଦେବେ। ସକାଳକୁ ଆପଣ ନିଶ୍ଚିତ ଭାବେ କନଷ୍ଟିପେସନ୍ ଭଲ ହେଇଯିବ। ତାପରେ ଦେହ ଯଦି ଦରଜ ହଉଥାଏ ବା ଦେହ ଯଦି ଆପଣଙ୍କର କୌଣସି କାମ କରିକି ଆସିଲା ପରେ ଯଦି ରାତିରେ ଆପଣ ଫିଲ୍ କରନ୍ତି ସକାଳୁ ଦେହ ଦରଜ ହଉଥାଏ, ତାହେଲେ କ'ଣ କରିବେ ନା ଅମୃତଭଣ୍ଡାର କ୍ଷୀର ମାନେ 10 ଠୋପା ଆଉ ହଳଦୀ 1 ଚାମଚ ଏବଂ ତାର ମଞ୍ଜି 1 ଗ୍ରାମ ତାର ଗୁଣ୍ଡ ଯଦି ଆପଣ ସକାଳ ସନ୍ଧ୍ୟା ଖାଇଲେ ତାହେଲେ ନିଶ୍ଚିତ ଭାବେ ଦେହ ହାତ ଦରଜ ହେବ, ଦରଜ କମିଯିବ। ତେଣୁ ଏଇ ଯେଉଁ ଅମୃତଭଣ୍ଡାର ଔଷଧୀୟ ଗୁଣ ବହୁତ। ଏଇଭଳି ପ୍ରତି ମାନେ ଥରରେ ମୁଁ ଭାବିଛି ଏଥର ନିଶ୍ଚିତ ଭାବେ ମୋର ଯେଉଁ ଲିଖିତ ବହି ବୃକ୍ଷୌଷଧି ଓ ଚିକିତ୍ସା ଏବଂ ଆପଣଙ୍କର ବଜାରରେ ମିଳୁଥିବା ଦ୍ରବ୍ୟ ଗୁଣ ବୃକ୍ଷର ଔଷଧୀୟ ଗୁଣ ତୋଟୁକା ଚିକିତ୍ସା ଏଇ ବହିଟି ଆପଣ ସୌର୍ଯ୍ୟ ପ୍ରକାଶନ ଜଗନ୍ନାଥ ଦତ୍ତ ପବ୍ଲିକେସନ ରୁ ବାହାରିଛି, ତାକୁ ଆପଣ ନେଇଯାଇପାରିବେ। ମୋର ବହୁତ ଗୁଡ଼ିଏ ବହି ଏଇଭଳି ମୁଁ ବର୍ତ୍ତମାନ ଏଇ ଯେଉଁ ବହିଟି କହୁଛି ଆପଣ ମାର୍କେଟରୁ ନେଇପାରିବେ ବା ମୋର ଫୋନ୍ ନମ୍ବର 9438335897କୁ ଆପଣ ମୋତେ ଫୋନ୍ କରି ଯେକୌଣସି ସମୟରେ ଆପଣ ପଚାରିପାରିବେ ରାତି 10ଟା ଭିତରେ। ଯାହା ହଉ ବହୁତ ବହୁତ ଧନ୍ୟବାଦ। ଆପଣମାନେ ମୋର ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିବେ ବୋଲି ଆଶା। ପ୍ରତିଦିନ ମୋ ସବସ୍କ୍ରାଇବ୍ କଲେ କ'ଣ ହେବ ନା ଯେକୌଣସି ମୁଁ ପ୍ରତିଦିନ ପ୍ରାୟ ଏଗୁଡ଼ା ଦେବି ବୋଲି ଭାବିଛି। ତେଣୁ ଆପଣ ସେଇଗୁଡ଼ିକ ସାଙ୍ଗେ ସାଙ୍ଗେ ପାଇଯିବେ ଏବଂ ହେଲ୍ଥ ଟିପ୍ସ ପାଇବେ। ଧନ୍ୟବାଦ।